हाय सांग माने जय जगन्नाथ। आज आम बारिपदार पहंडी रथयात्रा आम देखा जाइलु। आज गोटे नुआ जिनस आम देखिलु बारिपदा रथयात्रा रे प्रथम करी मो जीवन देखिली जे मयूरभंज महाराजा छेरा पहरा कले। आटा हूँ आमर जगन्नाथ परंपरा। जिते बड़े रथ को ठाकुर आसती से आमर महाराज छेरा पहरा करती। तो सही परंपरा को मु प्रथम करी यही वर्ष देखियो पाइली। छेरा पहरा कर सारी वर्तमान महाराज सुभद्रा रथ को छेरा पहरा कर जाउछंती। जाहू परंपरा गोटे रक्षा पाइला। यह आम बहुत भल कथा। आमर महाराज यही भाव में तीन रथ को छेरा पहरा करिवे। तापरे तीन रथ को आम तीन ठाकुर पहंडी हम। पहंडी हो सारा पर आमर आसंता काली प्रथम रथयात्रा जो बलभद्र और सुभद्रा ओधा रथ टाणा हम। इन्हें प्रायतः तीन रथ छेरा पहरा काम सरी जाइए। बोधे मु भावुची एबे पहंडी स्टार्ट हो। पहंडी स्टार्ट हो गलानी। प्रथम करी बलभद्र ठाकुरंकर पहंडी होउची। देउल भितर बलभद्र ठाकुर आसी सारे। ये देखते नृत्यशिल्पी मैंने केमिति नृत्य परिवेशन करती। यह गोटे जगन्नाथ संस्कृतिर परंपरा। ओडिसी नृत्य आमर जगन्नाथ पाखरे परिवेशन करा जाए। आमर बलभद्रंकर पहंडी चली। आस्ते आस्ते ठाकुर आगे आगे चलती। घंटी मृदंग सेवक माने बजाउछंती। ये होउछंती आमर महाराजा एवं तांकर दुईटी झील एपटे तांकर स्त्री से माने मध्य बलभद्रंकर पहंडी सहित रथ आग को जाउछंती। देखो केमती टाहियाटी हलुची। हली हली रथ पर्यंत ठाकुर पहुँची जीवे। ये देखंतु बलदेव ठाकुरंकर पहंडी। जदि आपन को ये वीडियोटी भल लगुए तेबे आपण मो चैनल को सब्सक्राइब करेंगे एवं बेल आइकन टी को प्रेस कर देबे। ये दुई जन नृत्यशिल्पी किभली भाव
ନୃତ୍ୟ ପରିବେଷଣ କରୁଛନ୍ତି। ଦେଖନ୍ତୁ ଆଗରେ କୀର୍ତ୍ତନ ମୃଦଙ୍ଗ ବାଜୁଛି ଆଉ ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରୁଛନ୍ତି। ବଳଭଦ୍ର ଠାକୁର ତାଙ୍କର ରଥ ଆଡ଼କୁ ଆଗେଇକି ଚାଲୁଛନ୍ତି। ସେ ଯେଉଁ ରଥରେ ଅବସ୍ଥାପିତ ହେବେ ସେ ରଥର ନାମ ହେଉଛି ତାଳଧ୍ୱଜ। ତାଳଧ୍ୱଜ ରଥ ପ୍ରଥମ କରି ମାଉସୀ ବାଡ଼ି ଯିବ, ତାପରେ ଅନ୍ୟ ରଥମାନେ ତା ପଛେ ପଛେ ଯିବେ। ବଳଭଦ୍ରଙ୍କ ପହଣ୍ଡି ସରିଯାଇଛି। ବଳଭଦ୍ର ଠାକୁର ତାଙ୍କର ରଥ ତାଳଧ୍ୱଜ ଉପରେ ଅବସ୍ଥାପିତ ହୋଇସାରିଛନ୍ତି। ବର୍ତ୍ତମାନ ମା ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଯାଇଛି। ସେ ଏବେ ଦେଉଳରୁ ବାହାରି ଆସିଛନ୍ତି। ସେ ଦେଖନ୍ତୁ କେମିତି ସୁଭଦ୍ରା ରଥଙ୍କୁ ପହଣ୍ଡି କରି ଭକ୍ତମାନେ ଆଗକୁ ନେଇ ଚାଲିଛନ୍ତି। ଯେମିତି ବଳଭଦ୍ର ହୋଲି ଆସିଲେ ସେହିଭଳି ସୁଭଦ୍ରା ମଧ୍ୟ ପହଣ୍ଡି ହେଉଛନ୍ତି। ଆଗରେ ମୃଦଙ୍ଗ କୀର୍ତ୍ତନ ଚାଲିଛି, ଭକ୍ତମାନେ ଚାଲିଛନ୍ତି। ପଛରେ ସେବକମାନେ ଠାକୁରଙ୍କୁ ନେଇ ଆଗେ ଚାଲୁଛନ୍ତି। ବାରିପଦାରେ ସୁଭଦ୍ରା ଠାକୁରଙ୍କ ରଥକୁ କେବଳ ଝିଅ ପିଲାମାନେ ହିଁ ଟାଣିଥାନ୍ତି। ଏହା ହେଉଛି ଆମର ନିଆରା ପରମ୍ପରା। এই ଦେଖନ୍ତୁ କେମିତି ରଥ ଚାରିପଟେ ବୁଲୁଛନ୍ତି ମା ସୁଭଦ୍ରା। ଗୋଟିଏ ଥର ରଥ ଚାରିପଟେ ବୁଲି ସାରିଲା ପରେ ରଥକୁ ଚଢ଼ିଥାନ୍ତି। ଏ ଦେଖନ୍ତୁ ପହଞ୍ଚିଗଲେ ମା ସୁଭଦ୍ରା। ଦେଖନ୍ତୁ ଆଉ ଏହା କେମିତି ହଲୁଛି। এই ଦେଖନ୍ତୁ କେମିତି ପହଣ୍ଡି ହେଉଛନ୍ତି ମା ସୁଭଦ୍ରା। ଏହା ହେଉଛି ଆମର ବାରିପଦା ଜଗନ୍ନାଥ ମନ୍ଦିରର, ଏହା ତ ହରିବଳଦେବଜୀ ମନ୍ଦିର ବୋଲି କୁହନ୍ତି ଆଉ ଜଗନ୍ନାଥ ମନ୍ଦିର ବି କୁହନ୍ତି। ଏହା ହେଉଛି ତା'ର ସମ୍ମୁଖ ଭାଗ। ଇଏ ଦେଖନ୍ତୁ ସମ୍ମୁଖ ଭାଗରେ ଥିବା ଅରୁଣ ସ୍ତମ୍ଭ। ଏ ଆସିଯାଇଛି ବର୍ତ୍ତମାନ ଶ୍ରୀ ଜଗନ୍ନାଥଙ୍କର ପାହ୍ୟା। ଏହି ପାହ୍ୟା ତାଙ୍କର ଦେହରେ ଲାଗିବ। ଏହି ଦେଉଳ ଭିତରୁ ଆସ୍ତେ ଆସୁଛନ୍ତି ପ୍ରଭୁ ଜଗନ୍ନାଥ। ପହଣ୍ଡିରେ ଟିକେ ବିଳମ୍ବ ଘଟେ, କାହିଁକି ତାଙ୍କ ମେଳା କିପରି
ଆସ୍ତେ ଆସ୍ତେ ଆସୁଛନ୍ତି ସବୁ ଭକ୍ତମାନେ ଅପେକ୍ଷା କରୁଛନ୍ତି କେତେବେଳେ ବାହାରିବେ ଦେଉଳ ଭିତରୁ। ଦେଉଳ ଭିତରୁ ବାହାରିଲେଣି। ଏବେ ତାଙ୍କ ଟାଇଆ ଦେଖୁଛନ୍ତି ଆପଣମାନେ ହରୁଛି। ପହଣ୍ଡି ଆରମ୍ଭ ଚାଲିଛି। ଏ ଦେଖନ୍ତୁ ଜଗନ୍ନାଥ ଠାକୁର କିଭଳି ଭାବରେ ହୋଲି ହୋଲି ପହଣ୍ଡି ହେଉଛନ୍ତି। ଭକ୍ତ ଭାଇମାନେ କେତେ ଭିଡ଼, ସମସ୍ତେ ନିଜ ମୋବାଇଲରେ ଠାକୁରଙ୍କର ଟିକେ ଫଟୋକୁ କ୍ୟାପଚର କରିବା ପାଇଁ ବ୍ୟସ୍ତ। ସିଏ ମଧ୍ୟ ରଥ ଆରୋହଣ କରିବେ। ସେ ରଥର ନାମ ହେଉଛି ନନ୍ଦିଘୋଷ। ନନ୍ଦିଘୋଷ ରଥରେ ପ୍ରଭୁ ଜଗନ୍ନାଥ ଆରୋହଣ କରିକି ମାଉସୀ ବାଡ଼ି ଯିବେ। ଦେଖନ୍ତୁ କେମିତି ପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି କେମିତି ହୋଲି ହୋଲି ଚାଲିଛନ୍ତି। ଏସବୁ ପରମ୍ପରା ଆମର ବହୁ ପୁରାତନ ଅଟେ। ସେଥିପାଇଁ ଅନେକ ଆୟୋଜନ ମଧ୍ୟ କରାଯାଇଥାଏ। ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ସରିଲା ପରେ ପହଣ୍ଡି କାମ ସରିଯିବ। ଦେଖନ୍ତୁ କେତେ ଭକ୍ତ ଜଗି ରହିଛନ୍ତି। ଯଦି ପହଣ୍ଡିରେ ଏତିକି ଲୋକର ସମାଗମ ହୁଏ ତାହେଲେ ଭାବିପାରନ୍ତୁ ରଥରେ କେତେ ଲୋକ ଆସିବେ। ଲୋକମାନେ ବହୁତ ଉତ୍ସାହିତ। ଏ ହେଉଛି ଜଗନ୍ନାଥଙ୍କ ରଥ। ଏହି ରଥରେ ପ୍ରଭୁ ଜଗନ୍ନାଥ ରହିବେ। ଏବେ ମୁଁ ଯାଉଛି ବଳଭଦ୍ର ଠାକୁରଙ୍କର ତାଳଧ୍ୱଜ ରଥ ଉପରକୁ। ସେଠାରେ ଠାକୁର ବଳଦେବ ବିରାଜମାନ ହୋଇସାରିଛନ୍ତି। ଚାଲ ଦେଖିବା କେମିତି ଠାକୁର ଅଛନ୍ତି। ଏଇ ଦେଖନ୍ତୁ ଠାକୁର ବସିସାରିଛନ୍ତି ରଥ ଉପରେ। ଏ ହେଲେ ବଳଭଦ୍ର ଠାକୁର। ଏ ଦେଖନ୍ତୁ ରଥ ଉପରୁ କିପରି ଦେଖାଯାଉଛି ଭକ୍ତମାନଙ୍କର ସମାଗମ। ସେପଟେ ଦୁଇଟି ରଥ, ମଝିରେ ସୁଭଦ୍ରାଙ୍କ ପଛରେ ଜଗନ୍ନାଥଙ୍କର। ଦେଖନ୍ତୁ କେତେ ଲୋକ। ବଳଭଦ୍ର ରଥ ଆସିଲା ପରେ ମୁଁ ଚାଲିଗଲି ସୁଭଦ୍ରାଙ୍କ ରଥକୁ, ଯାହାକୁ ଦ୍ରୌପଦଳନ ରଥ କୁହାଯାଏ। ଚାଲ ଦେଖିବା ସୁଭଦ୍ରା ତାଙ୍କ ରଥ ଉପରେ କେମିତି ବିରାଜମାନ ହୋଇଛନ୍ତି। ଦେଖନ୍ତୁ ସୁଭଦ୍ରାଙ୍କର ମୂର୍ତ୍ତି ଏବଂ ତାଙ୍କର ଆସନ। ତାପରେ ଆମେ ଯିବା ଜଗନ୍ନାଥଙ୍କ ଦର୍ଶନ। କିନ୍ତୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆମକୁ ଯିବାକୁ ଦେଉନାହାନ୍ତି। ସେଠି ସବୁ ସେବକମାନେ